ସାଙ୍ଗମାନେ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ରେସିଡେଣ୍ଟ ସାର୍ଟିଫିକେଟ୍ ମାନେ ମୂଳ ନିବାସ ପ୍ରମାଣପତ୍ର ଆମେ କିପରି ଆବେଦନ କରିବା। ନିଜ ମୋବାଇଲରେ ଘରେ ବସିକି ଆବେଦନ କିପରି କରିବା ସେଇଟା ମୁଁ ଶିଖେଇବି। ସମ୍ପୂର୍ଣ୍ଣ ମାଗଣାରେ, ଏଥିପାଇଁ କାହାକୁ ଟଙ୍କାଟେ ବି ଦେବାକୁ ପଡ଼ିବନି। ଅତି ସହଜ ଉପାୟରେ, ଠିକ୍ ଅଛି। ମାତ୍ର 10 ମିନିଟ୍ ଭିତରେ ଆବେଦନ ହେବ। ଆଉ ଆପଣଙ୍କୁ ସେଇ ସାର୍ଟିଫିକେଟ୍ ଆବେଦନର 7 ଦିନ ଭିତରେ ମିଳିଯିବ। ଠିକ୍ ଅଛି। ସେଥିପାଇଁ ଆପଣ ଆବଶ୍ୟକ ଡକୁମେଣ୍ଟ କ'ଣ କ'ଣ ସବୁ ରେଡ଼ି କରିବେ ମୁଁ କହିଦେଉଛି। ଗୋଟେ ପାସପୋର୍ଟ ସାଇଜ୍ର ଫଟୋ ନିଜ ମୋବାଇଲରେ ପୁରା ଭଲ କ୍ଲିଅର୍ ଭାବେ ଉଠେଇକି ତାକୁ କ୍ରପ୍ କରିକି ରଖନ୍ତୁ। ଆଉ ଆଧାର କାର୍ଡ଼ର ଫଟୋ, ଆପଣଙ୍କର ଯେଉଁ ଅରିଜିନାଲ୍ ଆଧାର କାର୍ଡ଼ ଅଛି ତା'ର ଫଟୋଟାକୁ ନିଜ ମୋବାଇଲରେ ଉଠେଇକି ଯେମିତି ପୁରା କ୍ଲିଅର୍ ଦେଖାଯାଉଥିବ, ଫଟୋଟାକୁ ଉଠେଇକି କ୍ରପ୍ କରିକି ନିଜ ଗ୍ୟାଲେରୀରେ ରଖିଥାନ୍ତୁ। ତାପରେ ଚାଲନ୍ତୁ ଆରମ୍ଭ କରିବା ଭିଡ଼ିଓ। ମୁଁ ଶିଖେଇଦେବି ଯେ କିପରି ଆବେଦନ କରିବେ। ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ତ ସାଙ୍ଗମାନେ, ସାର୍ଟିଫିକେଟ୍ ଆପ୍ଲାଏ ପାଇଁ ପ୍ରଥମେ ନିଜ ଗୁଗଲ୍ କ୍ରୋମ୍ ବ୍ରାଉଜରରେ ସର୍ଚ୍ଚ ବଟନରେ ଟାଇପ୍ କରନ୍ତୁ ଇ-ଡିଷ୍ଟ୍ରିକ୍ଟ ଲେଖିକି ଟାଇପ୍ କରନ୍ତୁ। ଇ-ଡିଷ୍ଟ୍ରିକ୍ଟ ଲେଖି ଟାଇପ୍ କଲା ପରେ ଦେଖନ୍ତୁ ଯେଉଁ ପ୍ରଥମ ଆମର ୱେବସାଇଟ୍ଟି ଓପନ୍ ହେଇଛି ଇ-ଡିଷ୍ଟ୍ରିକ୍ଟ ଓଡ଼ିଶା ଲେଖି ସେଇଠି କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଦେଖନ୍ତୁ ଇ-ଡିଷ୍ଟ୍ରିକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାର ଆମର ୱେବସାଇଟ୍ଟି ଓପନ୍ ହେଇଯାଇଛି। ଠିକ୍ ଅଛି। ତାପରେ ଦେଖନ୍ତୁ ଆମର ଏଇ ଯେଉଁ 3ଟା ବଟନ୍ ଅଛି, 3ଟା ଗାରର ଯେଉଁ ବଟନ୍ ଅଛି ସେଇଠି କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ 4 ନମ୍ବର ଅପସନ୍, ଏଇଟା ମାନେ ପ୍ରାୟ ଦେଖାଯାଉ ନାହିଁ, ଲଗ୍ଇନ୍ ସିଏସି ବା ଅଫିସିଆଲ୍ ୟୁଜର୍, ସେଇଠି କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଦେଖନ୍ତୁ ଆପ୍ଲାଏ କରିବା ପାଇଁ ଆମର ଲଗ୍ଇନ୍ ଅପସନ୍ଟି ଓପନ୍ ହୋଇଯିବ। ଯଦି ଆପଣଙ୍କର ଆଗରୁ ଆଇଡ଼ି ଅଛି ତାହେଲେ ଆପଣଙ୍କର ଲଗ୍ଇନ୍ ଆଇଡ଼ିରେ ନିଜର ମୋବାଇଲ୍ ନମ୍ବର ଏବଂ ପାସୱାର୍ଡ଼ରେ ନିଜର ପାସୱାର୍ଡ଼ କ୍ଲିକ୍ କରନ୍ତୁ। ଗେଟ୍ OTP, ଯଦି ଆପଣଙ୍କର ପାସୱାର୍ଡ଼ ମନେ ନାହିଁ ତାହେଲେ OTP ଦେଇ ଲଗ୍ଇନ୍ କରିପାରିବେ। ଏବଂ ସେଇଠି ଆପଣଙ୍କର OTP କିମ୍ବା ପାସୱାର୍ଡ଼ ଦେଲା ପରେ ଏଇଠି ଯେଉଁ କ୍ୟାପ୍ଚା ଲେଖା ହେଇଛି ଏଇଠି ନମ୍ବରଟି ଏଣ୍ଟର କରି ଏଇଠି ଲଗ୍ଇନ୍ କ୍ଲିକ୍ କରନ୍ତୁ। ଯଦି ଆପଣଙ୍କର ଆଗରୁ ଆଇଡ଼ି ନାହିଁ ତାହେଲେ ନ୍ୟୁ ରେଜିଷ୍ଟର ପାଇଁ ଏଇଠି ଦେଖନ୍ତୁ ଯେଉଁ 3ଟା ଗାର ଅଛି ବଟନ୍, ସେଇଠି କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ପିଙ୍କ କଲର୍ର ଯେଉଁ ରେଜିଷ୍ଟର ଲେଖା ହେଇଛି ସେଇଠି କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଦେଖନ୍ତୁ ଲଗ୍ଇନ୍ ପାଇଁ ଏଇଠି ନ୍ୟୁ ରେଜିଷ୍ଟ୍ରେସନ୍ ପାଇଁ ଆପଣଙ୍କର ଫୁଲ୍ ନେମ୍ ଦିଅନ୍ତୁ, ଇମେଲ୍ ଆଇଡ଼ି ଦିଅନ୍ତୁ, ମୋବାଇଲ୍ ନମ୍ବର ଦିଅନ୍ତୁ, ପାସୱାର୍ଡ଼ ଗୋଟେ ଟାଇପ୍ କରନ୍ତୁ। ପାସୱାର୍ଡ଼ରେ ଫାଷ୍ଟ ଅକ୍ଷର ବଡ଼ ଲେଟର୍, ସାନ ଲେଟର୍ ଏବଂ କିଛି @ ଏଇଭଳିଆ ମାନେ କିଛି ସ୍ପେଶିଆଲ୍ କ୍ୟାରେକ୍ଟର ଦେଇ କିଛି ସଂଖ୍ୟା ଯେମିତି 1 2 3 4 5 ଦେଇ ମାନେ ପାସୱାର୍ଡ଼ ଉଦାହରଣ ଏଇଭଳିଆ ଦେଇକି ଆପଣ ଗୋଟେ ପାସୱାର୍ଡ଼ କ୍ରିଏଟ୍ କରି ଆପଣଙ୍କ ଷ୍ଟେଟ୍ କ୍ରିଏଟ୍ କରନ୍ତୁ। ତାପରେ ଏଇଠି ତଳେ ଏଇ ଯେଉଁ ନମ୍ବର ଲେଖା ହେଇଛି ସେଇଠି କ୍ୟାପ୍ଚା, ଏଇ ନମ୍ବରଟାକୁ କ୍ୟାପ୍ଚା ଘରେ ଏଣ୍ଟର କରି ଆପଣଙ୍କର ଆଇଡ଼ି ବନେଇ ଦିଅନ୍ତୁ। ଠିକ୍ ଅଛି। ଆପଣଙ୍କର ଆଇଡ଼ିଟି କ୍ରିଏଟ୍ ହୋଇଯିବ। ଲଗ୍ଇନ୍ ଆଇଡ଼ି ଏବଂ ପାସୱାର୍ଡ଼ ଦେଇ ଲଗ୍ଇନ୍ ହେଲା ପରେ ଆପଣଙ୍କର ଏଇ ୱେବସାଇଟ୍ଟି ଓପନ୍ ହେଇଯିବ। ଏଠି ମୁଁ ଦେଖାଇ ଦେଉଛି ଆପଣଙ୍କୁ, ଦେଖନ୍ତୁ ୱେଲକମ୍ ଟୁ ସର୍ଭିସ୍ ପ୍ଲସ୍ ଲେଖା ହୋଇଛି। ଠିକ୍ ଅଛି। ଆମର ତ ରେସିଡେଣ୍ଟ ସାର୍ଟିଫିକେଟ୍ ଆପ୍ଲାଏ କରିବା, ସେଥିପାଇଁ ଦେଖନ୍ତୁ ଏଇ ଯେଉଁ 3ଟା ଗାର ଭଳିଆ ବଟନ୍ ଅଛି ସେଇଠି କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଦେଖନ୍ତୁ ସେକେଣ୍ଡ ଅପସନ୍ରେ ଆମର ଲେଖା ହେଇଛି ଆପ୍ଲାଏ ଫର୍ ସର୍ଭିସେସ୍। ଠିକ୍ ଅଛି। ଆପ୍ଲାଏ ଫର୍ ସର୍ଭିସେସ୍ ଉପରେ କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଦେଖନ୍ତୁ ତା ତଳକୁ ଲେଖା ହେଇଛି ଭିଉ ଅଲ୍ ସର୍ଭିସେସ୍। ଠିକ୍ ଅଛି। ଭିଉ ଅଲ୍ ସର୍ଭିସେସ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏଇଠି ଦେଖନ୍ତୁ ସର୍ଚ୍ଚ ଅପସନ୍ରେ ଅଛି। ଏଇଠି ତ ବହୁତ ସର୍ଭିସେସ୍ ଅଛି ଆପ୍ଲାଏ କରିବା ପାଇଁ। ଆମର ଯେହେତୁ ରେସିଡେଣ୍ଟ ସର୍ଭିସ୍ ଆପ୍ଲାଏ କରିବାର ଅଛି ତାହେଲେ ସର୍ଚ୍ଚରେ ଲେଖନ୍ତୁ ରେସିଡେଣ୍ଟ ଲେଖିକି ସର୍ଚ୍ଚ କରନ୍ତୁ। ରେସିଡେଣ୍ଟ ଲେଖିକି ସର୍ଚ୍ଚ କଲା ପରେ ଦେଖନ୍ତୁ 3 ନମ୍ବର ଅପସନ୍ରେ ଗୋଟେ ଆସୁଛି, ଇନ୍ସୁରାନ୍ସ ଅଫ୍ ରେସିଡେଣ୍ଟ ସାର୍ଟିଫିକେଟ୍। ମୁଁ ଆପଣମାନଙ୍କୁ ଦେଖି ଦେଉଛି। ଏଇ 3 ନମ୍ବର ଦେଖନ୍ତୁ ଇନ୍ସୁରାନ୍ସ ଅଫ୍ ରେସିଡେଣ୍ଟ ସାର୍ଟିଫିକେଟ୍, ସେଇଠି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କୁ ଗୋଟେ ରେସିଡେଣ୍ଟ ସାର୍ଟିଫିକେଟ୍ ପାଇଁ ଗୋଟେ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ, ଆପ୍ଲିକେସନ୍ ଫର୍ମ। ଦେଖନ୍ତୁ ପ୍ରଥମେ ଆପଣ ଏଇଠି କ୍ଲିକ୍ କରି ନିଜର ଜେଣ୍ଡର ମାନେ
ଆପଣ ଯଦି ପୁରୁଷ ହୋଇଥିବେ ଶ୍ରୀ, ଯଦି ବିବାହିତା ମହିଳା ତାହେଲେ ସେକେଣ୍ଡ ଅପସନ୍ ଶ୍ରୀମତୀ, ଏବଂ ଯଦି ବିବାହ ହୋଇନାହାନ୍ତି ଏବଂ ଆପଣ ମହିଳା ନୁହନ୍ତି ତାହେଲେ ମିସ୍ରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କର ଫୁଲ୍ ନେମ୍ ଆପଣଙ୍କର ଫଟୋଟି ପାସପୋର୍ଟ ସାଇଜ୍ ଫଟୋ ଯେଉଁ ମୁଁ କହିଲି ଆପଣ ମୋବାଇଲରେ ରଖିଥିଲେ ସେଇଟାକୁ ଅପଲୋଡ଼ କରନ୍ତୁ। ଏଠି ମନେ ରଖନ୍ତୁ ଆପଣଙ୍କର ଫଟୋଟି 20 କେବିରୁ 50 କେବି ଭିତରେ ହୋଇଥିବା ଦରକାର। ଯଦି ଆପଣଙ୍କର ଫଟୋ ସାଇଜ୍ 200 କେବିରୁ ଅଧିକା ଅଛି କିମ୍ବା 20 କେବିରୁ କମ୍ ଅଛି ତାହେଲେ ଆପଣ ତାକୁ କିପରି 20ରୁ 200 କେବି ଭିତରେ କରିବେ ତାର ଗୋଟେ ଭିଡ଼ିଓ ମୁଁ ବନାଇ ଦେଇଛି। ଯଦି ସେ ଭିଡ଼ିଓକୁ ଆପଣ ଦେଖିନାହାନ୍ତି ତାହେଲେ ଏଇ ଭିଡ଼ିଓର ଡେସ୍କ୍ରିପସନ୍ରେ ମୁଁ ତାର ଲିଙ୍କ୍ ଦେଇଦେଇଛି। ଏପରି ଫଟୋଟିକୁ ଆମେ ଏଡ଼ିଟ୍ କରିବା ସେଠି ଯାଇ ଦେଖିପାରିବେ। ଠିକ୍ ଅଛି। ତାପରେ ଆପଣଙ୍କର ଜେଣ୍ଡର ଚୁଜ୍ କରନ୍ତୁ। ତାପରେ ଆପଣଙ୍କର ମ୍ୟାରିଟାଲ ଷ୍ଟାଟସ୍ ମ୍ୟାରିଡ୍ କି ଅନମ୍ୟାରିଡ୍ ଚୁଜ୍ କରନ୍ତୁ। ଆପଣଙ୍କର ଏଜ୍ ଆଧାର କାର୍ଡ଼ ଅନୁସାରେ ଆଧାର ନମ୍ବର, ତାପରେ ଫାଦର ନମ୍ବର, ତାପରେ ଏଠି ମଦର ନେମ୍। ଠିକ୍ ଅଛି। ଫାଦର ନେମ୍ ମଦର ନେମ୍ ଦେଲା ପରେ ତାପରେ ଆପଣଙ୍କର ଏଠି ଦେଖାଇ ଦେଉଛି ମୁଁ ଆପଣଙ୍କୁ ଆପଣଙ୍କର ମୋବାଇଲ ନମ୍ବର ଦେବେ, ତାପରେ ଇମେଲ୍ ଆଇଡ଼ି, ତାପରେ ପ୍ରେଜେଣ୍ଟ ଆଡ୍ରେସ୍ ଯେଉଁଠି ଆପଣ ଏବେ ରହୁଛନ୍ତି, ଯେଉଁଠି ଆପଣଙ୍କର ଆଧାର କାର୍ଡ଼ରେ ଅଛି ସେଇଟା ଦେଇଦେବେ। ଠିକ୍ ଅଛି। ଡିଷ୍ଟ୍ରିକ୍ଟ, ତହସିଲ, ଆପଣଙ୍କର ଭିଲେଜ୍, ଆର୍ଆଇ ଏସବୁ ଚୁଜ୍ କଲା ପରେ ଆପଣଙ୍କ ପୋଲିସ ଷ୍ଟେସନ, ପୋଷ୍ଟ ଅଫିସ୍, ପିନ୍କୋଡ଼୍, କେତେ ବର୍ଷ ହେଲା ରହିଲେଣି, ଆପଣ ଆଧାର କାର୍ଡ଼ରେ ଯେଉଁ ଡେଟ୍ ଅଫ୍ ବାର୍ଥ ଆପଣଙ୍କର ବୟସ ଯେତେ ସେହି ବୟସ ହିଁ ଦେଇଯିବେ। କାହିଁକିନା ଆପଣ ଜନ୍ମରୁ ହିଁ ରହିଲେଣି। ଆପଣଙ୍କର ମୂଳ ନିବାସ ପତ୍ର ତ ଆପଣ ବନେଇବେ ନା, ଯେତେ ବର୍ଷ ଆପଣଙ୍କ ସେଇଠି ଏଇ ଇୟର୍ରେ ଲେଖିଦେବେ। ଠିକ୍ ଅଛି। ତାପରେ ଆପଣଙ୍କର ପରମାନେଣ୍ଟ ଆଡ୍ରେସ୍, ଯଦି ପରମାନେଣ୍ଟ ଆଡ୍ରେସ୍ ପ୍ରେଜେଣ୍ଟ ଆଡ୍ରେସ୍ ସେମ୍ ଥାଏ ତାହେଲେ ଏଇଠି ଦେଖନ୍ତୁ ଏଇଠି ଗୋଟେ ଅପସନ୍ ଅଛି ସେମ୍ ଏଜ୍ ପ୍ରେଜେଣ୍ଟ ଆଡ୍ରେସ୍, ଯାହା ଆପଣ ଉପର ଫିଲ୍ କଲେ ଏଇଠି ସବୁ ତଳେ ସେଇଟା ଅଟୋମେଟିକ୍ ଫିଲ୍ ହୋଇଯିବ। ଯଦି ଅଲଗା ତାହେଲେ ଆପଣ ଏଇଠି ସବୁ ଫିଲ୍ଅପ୍ କରିପାରିବେ। ତାପରେ ତଳକୁ ଆସନ୍ତୁ। ଏଇଠି ଦେଖନ୍ତୁ ଗୋଟେ ଅପସନ୍ ଅଛି ଇଫ୍ ଏନି ପର୍ସନ୍ ଅଦର ଦେନ୍ ଆପ୍ଲିକାଣ୍ଟ ଫିଲିଂ ଦ ଆପ୍ଲିକେସନ୍, ଆପଣ ତ ନିଜେ ଫିଲ୍ କରୁଛନ୍ତି ନା, ତାହେଲେ ଏଇଠି ଆପଣ ଏନି ପର୍ସନ୍ କରୁନାହାନ୍ତି ତାହେଲେ ଆପଣ ସେ ଅପସନ୍ରେ ନୋ ହିଁ ଚୁଜ୍ କରିବେ। ଠିକ୍ ଅଛି। ନୋ ଚୁଜ୍ କଲେ ଏଇଠି ପର୍ପୋଜ୍ ଲେଖା ହେଇଛି କେଉଁ କାରଣ ପାଇଁ ଆପଣ ଆପ୍ଲାଏ କରୁଛନ୍ତି ସେଇଟା ଆପଣ ହାୟର ଷ୍ଟଡି ଲେଖିଦେବେ। ଠିକ୍ ଅଛି। ତାପରେ ଆପଣଙ୍କର ପ୍ଲେସ୍ ଲେଖିଦେବେ ଆପଣଙ୍କ ଯେଉଁ ଜିଲ୍ଲା ହେଇଥିବ। ତାପରେ ଆଇ ଏଗ୍ରି ଡଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରି ତାପରେ ଏଇଠି ଦେଖନ୍ତୁ ତଳକୁ ଆସିବେ। ତଳକୁ ଆସିଲେ ଏଇଠି ଦେଖନ୍ତୁ ଆପଣଙ୍କର ଭେରିଫିକେସନ୍ ଯେଉଁ ଏଇ ନମ୍ବରଟା ଏଇଠି ଏଣ୍ଟର କରି ଏଠି ସବମିଟ୍ ଉପରେ କ୍ଲିକ୍ କରିବେ। ଠିକ୍ ଅଛି। ତ ସାଙ୍ଗମାନେ ଫର୍ମଟିକୁ ଫିଲ୍ଅପ୍ କରି ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ସବୁ ଡିଟେଲ୍ସ ଶୋ କରିବ। ଆପଣ ଯେଉଁ ଫିଲ୍ଅପ୍ କଲେ ସେଇଠି ଆପଣ ଚେକ୍ କରିଦେବେ କେଉଁଠି ଯଦି ଭୁଲ ଥିବ ତାହେଲେ ଏଇ ଏଡ଼ିଟ୍ ଅପସନ୍ ଉପରେ କ୍ଲିକ୍ କରି ତାକୁ ଠିକ୍ କରିଦେବେ। ଯଦି କିଛି ଭୁଲ ନଥାଏ ତାହେଲେ ଆଟାଚ୍ ଏନେକ୍ସର ଉପରେ କ୍ଲିକ୍ କରିବେ। ଆଟାଚ୍ ଏନେକ୍ସର କ୍ଲିକ୍ କଲେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ଼ ଅପଲୋଡ଼ କରିବାକୁ ପଡ଼ିବ। ମୁଁ ଯେଉଁ କହିଥିଲି ଡକୁମେଣ୍ଟ କେବଳ ଆଧାର କାର୍ଡ଼ ହିଁ ଦରକାର, ଆଉ କିଛି ଦରକାର ନାହିଁ। କାହିଁକିନା ଏଇଟା ଆପଣଙ୍କର ରେସିଡେଣ୍ଟ ପ୍ରମାଣପତ୍ର, ଯେହେତୁ ଆପଣଙ୍କର ଆଧାର କାର୍ଡ଼ରେ ହିଁ ଆପଣଙ୍କ ଆଡ୍ରେସ୍ ମେନସନ୍ ଥାଏ ତାହେଲେ ଆଉ କୌଣସି ଡକୁମେଣ୍ଟର ଦରକାର ନାହିଁ। ଠିକ୍ ଅଛି। ସେଠି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଲେଖା ହେଇଛି ଡକୁମେଣ୍ଟ ଟୁ ବି ଆଟାଚ୍ଡ। ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ଏଇଠି ଦେଖନ୍ତୁ ଆପଣଙ୍କୁ ଆପଣଙ୍କର ଯେଉଁ ଆଧାର କାର୍ଡ଼ ଫଟୋ ଉଠାଇଥିଲେ ଭଲ କ୍ୱାଲିଟିରେ କ୍ରପ୍ କରି ଯେଉଁ ରଖିଥିଲେ ସେଟାକୁ ଆପଣ PDF ଫର୍ମାଟ୍ରେ କନଭର୍ଟ କରିଦିଅନ୍ତୁ। କିପରି PDF କରିବେ ନା ତାର ଗୋଟେ ଡିଟେଲ୍ସ ଭିଡ଼ିଓ ମୁଁ ବନେଇ ଦେଇଛି। ଯଦି ଆପଣ ସେଇ ଭିଡ଼ିଓକୁ ଦେଖିନାହାନ୍ତି ତାହେଲେ ଏଇ ଭିଡ଼ିଓର ଡେସ୍କ୍ରିପସନ୍ରେ ମୁଁ ତାର ଲିଙ୍କ୍ ଦେଇଦେଇଛି, ସେଠାରେ କ୍ଲିକ୍ କରିକି ଆପଣ ଦେଖିପାରିବେ ଏବଂ ସେଇଠି ଆପଣଙ୍କର ଡକୁମେଣ୍ଟଟିକୁ ସିଲେକ୍ଟ ଉପରେ କ୍ଲିକ୍ କରି ଅପଲୋଡ଼ କରନ୍ତୁ। ଏଇଠି ଦେଖନ୍ତୁ ଆପଣଙ୍କର ଲାଷ୍ଟ ଅପସନ୍ ଏପିକ୍ ବା ଆଧାର ସିଲେକ୍ଟ କରନ୍ତୁ। ତାପରେ ଚୁଜ୍ ଫାଇଲ୍ ଦେଖିଦିଅନ୍ତୁ। ଚୁଜ୍ ଫାଇଲ୍ରେ କ୍ଲିକ୍ କରନ୍ତୁ। ଚୁଜ୍ ଫାଇଲ୍ରେ କ୍ଲିକ୍ କରି ଆପଣଙ୍କର ଆଧାର କାର୍ଡ଼କୁ ଅପଲୋଡ଼ କରନ୍ତୁ। ଆଧାର କାର୍ଡ଼ ଅପଲୋଡ଼ କରିସାରିଲା ପରେ ତାପରେ ଦେଖନ୍ତୁ ସେଭ୍ ଏନେକ୍ସର ଲେଖା ହେଇଛି, ଏଇଠି କ୍ଲିକ୍ କରନ୍ତୁ। ସେଇଠି କ୍ଲିକ୍ କଲା ପରେ ଆପଣଙ୍କର ଫର୍ମଟି ସବମିଟ୍ ହୋଇଯିବ। ମାନେ ଆପଣଙ୍କର ନିକଟସ୍ଥ ବ୍ଲକ୍, ଆପଣ ଯେଉଁ ବ୍ଲକ୍ରେ ଆପଣଙ୍କର ଆଡ୍ରେସ୍ ଅଛି ସେଇଟା ପଳେଇବ। ଦେଖନ୍ତୁ এইଭଳିଆ ୱେବସାଇଟ୍ ଓପନ୍ ହେଲା। ଡକୁମେଣ୍ଟ ମୁଁ ଦେଖନ୍ତୁ ଏପିକ୍ ବା ଆଧାର କାର୍ଡ଼ ଅପଲୋଡ଼ କଲି। ଆପ୍ଲାଏ ଟୁ ଦ ବ୍ଲକ୍ ତହସିଲ ଭଣ୍ଡାରୀ ପୋଖରୀ, ଆମର ଯେହେତୁ ଭଣ୍ଡାରୀ ପୋଖରୀ ବ୍ଲକ୍, ସେଇ ବ୍ଲକ୍ରେ ସବମିଟ୍ କରିବା ପାଇଁ ସବମିଟ୍ରେ କ୍ଲିକ୍ କରନ୍ତୁ। ସବମିଟ୍ରେ କ୍ଲିକ୍ ହୋଇଗଲା ପରେ ମୋ ଫର୍ମଟି ସବମିଟ୍ ହୋଇଗଲା। ଏଇଠି ଦେଖନ୍ତୁ
मते गोटे रिसिप्ट मिलिला। ए रिसिप्ट देखंतु मोर ब्लॉक ना लिखा अछि एवं मोर एप्लिकेशन नंबर एटा रेफरेंस नंबर एटा को आपण रखि थांतु पछरे आपण ट्रैक करिवे आपनकर सर्टिफिकेट इश्यू हैला कि नहीं। देखंतु आज 26/11/2024 मु आज के डेट रे अप्लाई कली एवं मते लिमिट देइचंती सर्टिफिकेट इश्यू पई 7/12 माने 10-15 दिन टाइम दउचंती किंतु हमर सर्टिफिकेट प्राय 7 दिन भितर आसी जाउची। ठीक अछि आपण ए फॉर्म टी को चाहिले प्रिंट करी निज मोबाइल रे रखि परिबे। एठी प्रिंट करी मोबाइल रे रखि दियंतु। तापरे देखंतु हमर अप्लाई हैला परे आमे किपरि हमर स्टेटस टी को चेक करिबा। पुणी थरे देखंतु हमर जो सर्टिफिकेट इश्यू हैला कि नाही सेति पई हमकु जेमिति मूलरू ओपन करथिले सेबला ओपन करी पुणी थरे तीनटा बिंदु ऊपर क्लिक करिवे। क्लिक कला परे आमे जेहेतु सेकंड ऑप्शन अप्लाई करथिले सेटा को क्लिक न करी थर्ड ऑप्शन व्यू स्टेटस ऑफ एप्लीकेशन सेठी क्लिक करिवे। क्लिक कला परे देखंतु प्रथम जो आसीबो ट्रैक एप्लीकेशन स्टेटस सेठी क्लिक करिवे। ट्रैक एप्लीकेशन स्टेटस रे क्लिक कला परे एठी देखंतु गेट डाटा ऊपर क्लिक करिवे। नहले आपण जो रेफरेंस नंबर को स्क्रीनशॉट मार रखले सेटा एंटर करी कि चेक करि पारे किंबा ए जो डेट अछि डेट जो डेट रे अप्लाई करथिले सेई डेट माने 3 मास भीतर ही आपण चेक करि परिबे। ठीक अछि सेठी गेट डाटा पर क्लिक करंतु। गेट डाटा पर क्लिक कले देखंतु मोर ए 5 मु तो अप्लाई आगु बहुत करथिली 5 नंबर रे मोर एप्लीकेशन टा देखंतु ए इंश्योरेंस ऑफ रेसिडेंट सर्टिफिकेट मो जो एप्लीकेशन नंबर देखंतु एटा बे इनिटिएट रे पड़ीची माने आज अप्लाई हैला बोली माने डॉक्यूमेंट तांका पाखरे सबमिट हो जाईची। सर्टिफिकेट इश्यू हैला परे सेटा ए वाला डिलीवर्ड ही लेखा जीवो। से डिलीवर्ड लेखा हो साला परे आपण से डिलीवर्ड ऊपर क्लिक करी आपण सर्टिफिकेट को डाउनलोड करि परिबे। जेहेतु मु आज अप्लाई कली ताले आज मोर सर्टिफिकेट आसीबो नाही ता पई 7 दिन टाइम लागिवो। आज होई पर आज तो होई परिबो नाही काली होई पारे किंबा तापर दिन होई पारे किछि गारंटी नाही किंतु आपनको सर्टिफिकेट 7 दिन भीतर ही मिली जीवो। तो यह थिला आज रो वीडियो। जदि वीडियो टी भल लागतो ताले चैनल को लाइक शेयर एवं सब्सक्राइब कर दियंतु। धन्यवाद।